ଏବେ ତ ଏତେ ଶୀତ ପଡିଯାଇଛି, ଘରେ ସମସ୍ତଙ୍କର ଇଚ୍ଛା ସୁପ୍ ପିଇବା ପାଇଁ। ତାହେଲେ ଚାଲନ୍ତୁ ଆଜି ପନିର ସୁପ୍ ତିଆରି କରିବା। କଡ଼େଇ ଗରମ ହେଲା ପରେ ସେଥିରେ ତେଲ ଦେଇଦେବେ। କାଟିକି ରଖିଥିବା ଅଦା ରସୁଣକୁ ପକେଇ ତାକୁ ଟିକେ ଭାଜି ନେବେ। ସେ ଭାଜି ହେଇଗଲା ପରେ ଚୁନ ଚାନ କରି ରଖିଥିବା ପିଆଜକୁ ଭାଜି ନେବେ। ପିଆଜ ଭାଜି ହେଇଗଲା ପରେ କାଟିକି ରଖିଥିବା ଗାଜର, କ୍ୟାପ୍ସିକମ୍, ଟମାଟୋକୁ ପକେଇ ତାକୁ 2 ମିନିଟ୍ ପାଇଁ ତାକୁ ଭାଜି ନେବେ। ଏବେ ସୋୟା ସସ୍, ଗ୍ରୀନ୍ ଚିଲି ସସ୍କୁ ସେଥିରେ ପକେଇ ନେବେ। ଯେହେତୁ ଇଏ 5 ଜଣଙ୍କ ପାଇଁ ହେଉଛି, ସେଥିରେ ଅଧିକ ପାଣି ଦେଇଦେବେ। ସ୍ୱାଦ ଅନୁସାରେ ଲୁଣ ପକେଇ 5 ରୁ 7 ମିନିଟ୍ ଫୁଟିବା ପାଇଁ ତାକୁ ଛାଡ଼ିଦେବେ। 7 ମିନିଟ୍ ପାଇଁ ଫୁଟି ସାରିଲା ପରେ ସେଥିରେ ଗୋଲମରିଚ ଗୁଣ୍ଡ ଦେଇଦେବେ। ପିଆଜ ସାଇକି ଯୋଉ କାଟିଥିବେ ତାକୁ ପକେଇଦେବେ। ଫାଳେ ଲେମ୍ବୁକୁ ଚିପୁଡ଼ି ଦେବେ। ଛୋଟ ଛୋଟ ସାଇଜ କରି ପନିରକୁ କାଟି ତାକୁ ଅଧିକ ପକେଇ ନେବେ। ସୁପ୍ର ଥିକନେସ୍ ପାଇଁ 2 ରୁ 3 ଚାମଚ କର୍ନଫ୍ଲାୱାରକୁ ପାଣିରେ ଗୋଳେଇ ତାକୁ ଦେଇକିରି 2 ମିନିଟ୍ ଫୁଟେଇ ନେବେ। 2 ମିନିଟ୍ ଫୁଟି ସାରିଲା ପରେ ଶେଷରେ ଧନିଆ ପତ୍ରକୁ ପକେଇ ଦେବେ। ସୁପକୁ ଆଉ ଟିକେ ଟେଷ୍ଟ କରିବା ପାଇଁ ଫ୍ରେଶ କ୍ରିମକୁ ପକେଇ ତାକୁ ଟିକେ ଗୋଳେଇ ନେବେ। ତାପରେ ଆଉ କଣ, ତାପରେ ଗୋଟେ ଜାଗାକୁ କାଢି ନେବେ। ଅଧିକ କ୍ରଞ୍ଚି ଲାଗିବା ପାଇଁ ଆମେ କାଟିକି ରଖିଥିବା ପିଆଜ ସାଇଙ୍କୁ ସେଥିରେ ସାଙ୍ଗେ ସାଙ୍ଗେ ପକେଇକିରି ପିଇ ନେବେ। ଦେଖିବେ ଶୀତ ପୁରା ଗାୟବ।